आज केन्दुझर जिला आनंदपुर उपखंड स्तरीय 77तम साधारणतंत्र दिवस महासमारोह पालित होछि। ଏହି ଉପଲକ୍ଷେ ପ୍ରାତଃ 4 ଘଟିକା ସମୟରୁ ପ୍ରଭାତ ଫେରି କରାଯାଇ ରାମଧୁନ ଗାନ କରାଯାଇଥିଲା। ଏହାପରେ ଆନନ୍ଦପୁର ଷ୍ଟାଡିୟମଠାରେ 77ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗଦେଇ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍ସିସି ଓ ସ୍କାଉଟ୍ ସଦସ୍ୟମାନେ ମିଳିତ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବ ଶାଳପଡ଼ା ସ୍ଥିତ କାର୍ଯ୍ୟାଳୟଠାରେ 77ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। କେନ୍ଦୁଝର ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ଗରିବ ସେବା ସଦନର ପ୍ରତିଷ୍ଠାତା ସଭାପତି ଡକ୍ଟର ଶମ୍ଭୁନାଥ ରାଉତ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗରିବ ଲୋକଙ୍କ ସେବା କାର୍ଯ୍ୟ ଜାରି ରଖିବାକୁ ଉପସ୍ଥିତ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ। ଭାରତବର୍ଷର ସାଧାରଣତନ୍ତ୍ର ଦିବସ ଏକ ସ୍ୱତନ୍ତ୍ର ଦିବସ। ପୃଥିବୀ ବର୍ଷର ଗଣତାନ୍ତ୍ରିକ ଇତିହାସକୁ ଯଦି ଅନାବରଣ କରାଯାଏ, ଭାରତବର୍ଷର 140 କୋଟି ଦେଶର ଯେଉଁ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି ପୁରପଲ୍ଲୀରେ, ସହରରେ, ମଫସଲରେ, ବିଭିନ୍ନ ପ୍ରକାର ସରକାରୀ ଅନୁଷ୍ଠାନରେ, ଗୋଟେ ଅଦ୍ଭୁତପୂର୍ବ ଇଏ ଗୋଟେ ଅମୃତ କାଳାଂଶ ଭାରତବର୍ଷ ପାଇଁ। ସେହି କ୍ରମରେ ଗରିବ ସେବା ସଦନ ମଧ୍ୟ ବିଭିନ୍ନ ସମୟରେ ଦୀର୍ଘ 1990 ମସିହାଠୁ ଏ ପର୍ଯ୍ୟନ୍ତ ଏହି ସ୍ୱେଚ୍ଛାସେବୀ ସଂଗଠନ ହିସାବରେ ଗରିବ ସେବା ସଦନ ଆମର ସ୍ୱାଧୀନତା ଦିବସ ଆଉ ସାଧାରଣତନ୍ତ୍ର ଦିବସକୁ ଭାରି ଗୁରୁତ୍ୱପୂର୍ଣ୍ଣ ଦିବସ ହିସାବରେ ପାଳନ କରିଥାଏ। ଏଥିରେ ଆମର ଯେଉଁ 200 ସଭ୍ୟା ଅଛନ୍ତି, ସେମାନେ ମଧ୍ୟ ସେହି ଦିନଟିକି ଏହି ଜାଗାକୁ ଆସନ୍ତି, ଏକତ୍ରିତ ହୋଇକି ପାଳନ କରନ୍ତି। ଆମର ଯେଉଁ ପିଲାମାନଙ୍କ ପାଖରେ ଆମେ ଯେଉଁ ପ୍ରଥମେ ଛୁଆଦିନେ ଯେଉଁ ପାଠ ପଢ଼ୁଥିଲେ, ଯେ ଭାରି ଗୋଟିଏ ଛୋଟିଆ ଧାଡ଼ି ହେଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଧାଡ଼ି, ଯେ ଆମେ ଚଲାଉଛୁ ଦେଶ ଆମରି ନାଁରେ ଆମେ ନାଉରି। ଭାରତବର୍ଷର 1950 ମସିହା ଜାନୁଆରୀ 26ରେ ଯେଉଁ ସ୍ୱତନ୍ତ୍ରତାକୁ ମେଣ୍ଟେନ୍ କଲା, ଯେଉଁ ସମ୍ବିଧାନକୁ ମେଣ୍ଟେନ୍ କଲା, ନିଜର ସାର୍ବଭୌମତ୍ୱକୁ ପୃଥିବୀ ବର୍ଷରେ ଯେଉଁ ଦେଖେଇଲା, ଏହାର ଗୁରୁତ୍ୱପୂର୍ଣ୍ଣ ଇତିହାସ ହିଁ ଆଜି ସବୁ ଜାଗାରେ ଆପଣ ପ୍ରତିଫଳିତ ହେଉଛି। ଇଏ କେବଳ ପୃଥିବୀ ବର୍ଷ, ଭାରତବର୍ଷ କେବଳ ଦେଖୁନାହିଁ, ପୃଥିବୀ ବର୍ଷର ସମସ୍ତ ରାଷ୍ଟ୍ର ଦେଖୁଛି ଭାରତବର୍ଷର ଗଣତାନ୍ତ୍ରିକ ଦିବସ। ସେହି କ୍ରମରେ ଆମର ଯେଉଁ ସ୍ୱେଚ୍ଛାସେବୀ ସଂଗଠନ ଅଛି, ଦୀର୍ଘ ଦିନ ଧରି ଯେଉଁ ଏହି ଦିବସକୁ ଆମେ ଏହି ଜାଗାରେ ପାଳନ କରୁଛୁ, ଆଜି ମଧ୍ୟ ଆମର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଏ କାଳାଂଶକୁ ଏଠି ଆଜି ପାଳନ କରିଛନ୍ତି। ଆଉ ଗୋଟିଏ ମାତ୍ର ସଂକଳ୍ପ ସବୁବେଳେ ଏହି ଦିନମାନଙ୍କରେ ଏହି ଆମର ସଦସ୍ୟମାନେ ନେଉଛନ୍ତି ଯେ ଆମେ ସମର୍ପିତ ହେବୁ, ଆମେ ଭାରତର ଜଣେ ସ୍ୱତନ୍ତ୍ର ଭାବରେ ଆମେ ଜଣେ ନାଗରିକ, ଭାରତ ମାତାର ସନ୍ତାନ। ଭାରତ ମାତାକୁ ପୃଥିବୀ ବର୍ଷରେ ବିଶ୍ୱଗୁରୁ କରିବାର ଯେଉଁ ଚିନ୍ତାଧାରା, ଯେଉଁ ଚେତନା ଅଛି, ସେ ଚେତନାକୁ ଆମେ ଦୃଢ଼ୀଭୂତ କରିବୁ ସେବା ମାଧ୍ୟମରେ ଆଉ ସଂଗଠନ ମାଧ୍ୟମରେ। ଇଏ ହେଉଛି ଆଜି ପାଇଁ ଆମ ଗରିବ ସେବା ସଦନ ସଂକଳ୍ପ। ଆଉ ସମସ୍ତ ସଦସ୍ୟମାନଙ୍କୁ ମୋର ମଧ୍ୟ ପ୍ରତିଷ୍ଠିତ ସଭାପତି ହିସାବରେ ମୋର ବି ତାଙ୍କ ପ୍ରତି ଗୋଟେ ବିନମ୍ର। ମୋ ନାଁ ହେଉଛି ସୁଭାଗ୍ୟ ରାଉତ। ଇଏ ବ୍ୟକ୍ତିଗତ ନଥିଲା ସେ ମୋତେ ପୂଜ୍ୟ ପିତା ହେବି। ଆମର ପ୍ରତିବର୍ଷ ଏବେ ପ୍ରାଣ ସେବା ଓ ସଂଗଠନ ଲାଗୁ ଦେଇ ଆସିଥିଲା। এই আম্বেদী অঞ্চলের প্রায় কেন্দুঝর জিল্লার গোটে অগ্রণী সেবা প্রদান করে। ফার্স্ট আমার দেশ তো 1950 মସିହା ଜାନୁଆରୀ 26ରେ ସ୍ୱତନ୍ତ୍ର ଭାବେ ଏକ ଯୋଉ ଆମର ଯୋଉ ସାମ୍ବିଧାନିକ ସଂସ୍ଥା ଅଛି, ତାକୁ ସ୍ୱତନ୍ତ୍ର ଭାବେ ସାଧାରଣତନ୍ତ୍ର ଦିବସକୁ ପାଳନ କରାଯାଉଛି। ଏବଂ ସେଟାକୁ ମୁଁ ମନେ ପକାଏ ଆମର ଯୋଉମାନେ ଅଛନ୍ତି ଦେଶର ଯୋଉମାନେ ସ୍ୱାଧୀନତା ସଂଗ୍ରାମୀ, ତାଙ୍କର ତ୍ୟାଗ ବଳିଦାନ ଆମେ ସବୁ ସ୍ମରଣ କରିବା ପାଇଁ ଏଇ ଦିନଟାକୁ ଆମେ ପାଳନ କରୁ। ଆଉ ଆମର ଯୋଉ ଗରିବ ସେବା ସଂଗଠନ ଏଇଟା ଯୋଉ ପାଳିତ ହେଉଛି, ଆମର ମେନ୍ ମେନ୍ ଏମ୍ ହଉଛି ଆମର ସାଧାରଣ ଲୋକମାନଙ୍କୁ ସେବା ସେଠି ପହଞ୍ଚେଇବା। ଆଉ ଯୋଉମାନେ ଅଛନ୍ତି ସଂଗଠନ, ସେବା ମାଧ୍ୟମରେ ସଂଗଠନକୁ ରକ୍ଷା କରିବା। ଆମ ସେବାକୁ ଆମେ ପ୍ରାଧାନ୍ୟ ହିସାବରେ ଆମକୁ ତାକୁ ଗ୍ରହଣ କରୁଛୁ। ତା ସହିତ ଏ ଅଞ୍ଚଳରେ ଯୋଉମାନେ ଯୁବକ ମାନେ ଅଛନ୍ତି, ଆମ 200ରୁ ତଳୁ ଯୋଉ ଲୋକମାନେ ଏଇ ସେବାରେ ସଂଗଠନ ସହିତ ଜଡ଼ିତ ଅଛନ୍ତି ଲାଷ୍ଟ 35 ଇୟର୍ସ ହେଲାଣି। ତ ସେମାନେ ପ୍ରତି ଗାଁରେ ଆମର କମଳ ବଣ୍ଟନ ହଉ କିମ୍ବା ତାଙ୍କର ବ୍ଲଡ ଡୋନେସନ ହଉ କିମ୍ବା ଘର ବି ତାର ଦେଇଥାଏ, ସବୁବେଳେ ସେବା ସହିତ ଜଡ଼ିତ ହେଇକି ଏଇଟା ଅଛି। ତ ସହିତ ଆକୁ ସବୁ କିଏ ବି କୋଉ ଜାଗାରେ ଥାଉ, ଏଇ ସାଧାରଣତନ୍ତ୍ର ଦିବସ ହଉ କିମ୍ବା ଅଗଷ୍ଟ 15 ସମସ୍ତେ ଏକତ୍ରିତ ହଉ ସେବା ଓ ସଂଗଠନ
ये सेवा को ना बढ़ेगा। धन्यवाद सर। आनंदपुर गगन बिहारी दास की रिपोर्ट आदेश